ଚାଲିଛି ବାଜାବାଣ ରୋଷଣୀ ଆଉ ଖୋଲା ଗାଡ଼ି ଉପରେ ଠିଆ ହୋଇଛନ୍ତି ଆମ ଦେଶର ବୀର ଯବାନ। ଜଣେ ଯବାନକୁ ନେଇ ପୁରା ଗାଁରେ ଯେମିତି ଖୁସିର ମାହୋଲ। ଏ ଯବାନ ଏମିତି କି କାମ କରିଛନ୍ତି ଯାହାକୁ ନେଇ ପୁରା ଗାଁରେ ସମସ୍ତଙ୍କ ମୁହଁରେ କେବଳ ଯବାନଙ୍କ ଜୟ ଜୟଗାନ। ଯୁଆଡ଼େ ଦେଖିବ ସିଆଡ଼େ କେବଳ ଯବାନଙ୍କ ସହିତ ଭାରତ ମାତା କି ଜୟର ନାରା ଶୁଭାଯାଉଛି। ଏହି ଯବାନ ଜଣକ ଏମିତି କିଛି କାମ କରିଛନ୍ତି ଯେଉଁ କାମକୁ ସବୁ ଯବାନଙ୍କ ପରିବାର ଲୋକେ ଚାହାନ୍ତି। ଏହି ଯବାନଙ୍କ ଭଳି ଅନେକ ଯବାନଙ୍କର ପରିବାର ଚାହାନ୍ତି ତାଙ୍କ ପୁଅ ଘରକୁ ଫେରି ଆସୁ, କିନ୍ତୁ ଅନେକଙ୍କ ଭାଗ୍ୟରେ ସେ ସୌଭାଗ୍ୟ ନଥାଏ। କେତେବେଳେ ଶତ୍ରୁମାନଙ୍କ ସହିତ ଲଢ଼ୁ ଲଢ଼ୁ ନିଜ ଜୀବନ ହରେଇ ଶହୀଦ ହୋଇଯାଆନ୍ତି ତ କେତେବେଳେ ପୁଲୱାମା ଭଳି ଆକ୍ରମଣରେ ଶହୀଦ ହୋଇଥାନ୍ତି, ଯାହାଦ୍ୱାରା କି ଅନେକ ପରିବାରଙ୍କ ଦୁଃଖ କହିଲେ ନ ସରେ। କିଏ ନିଜ ପୁଅକୁ ହରାଇ କାନ୍ଦେ ତ ପୁଣି କିଏ ପତିକୁ ହରାଇ ବିଧବା ସାଜିଯାଆନ୍ତି। କିନ୍ତୁ ଏ ଯବାନ ଜଣକ ଚାକିରିରୁ ଅବସର ନେଇ ଆସିବା ପରେ ପରିବାର ଓ ଗାଁ ଲୋକଙ୍କ ଖୁସି କହିଲେ ନ ସରେ। ଦେଖୁନାହାନ୍ତି ଆଜ୍ଞା କେମିତି ଗାଁ ଲୋକ ମିଶି ଗାଁ ମୁଣ୍ଡରୁ ଯବାନକୁ ପାଛୋଡ଼ି ନେଉଛନ୍ତି। ନାଚ ଗୀତରେ ଝୁମି ଉଠୁଛି ପୁରା ପରିବେଶ, ଆଉ ସେହି ପରିବେଶରେ ମଧ୍ୟ ଯବାନ ଜଣକ ଉପସ୍ଥିତ ଅଛନ୍ତି। ନିଜର ଦେଶ ପାଇଁ କରିଥିବା କର୍ତ୍ତବ୍ୟ ଓ ବଳିଦାନ ସବୁକୁ ମନେ ପକାଉଛନ୍ତି। ଦେଖୁନାହାନ୍ତି ଆଜ୍ଞା ଯବାନ ଜଣକୁ କେମିତି ବେକରେ ଫୁଲମାଳ ପକାଇ ପାଖରେ ସେଲ୍ଫି ନେବାକୁ ଜଣକ ପରେ ଜଣେ ଲାଇନ୍ ଲଗାଇଛନ୍ତି। ସମସ୍ତଙ୍କ ମନରେ ଏହି ଯବାନଙ୍କ ପାଇଁ କେତେ ଭଲ ପାଇବା ଅଛି ଏହି ଦୃଶ୍ୟକୁ ଦେଖିଲେ ଯିଏ ନାହିଁ ସେ କହିଦେବ ଯେ ଭଲ ପାଇବା ହେବ ତ ଏମିତି ଏକ ଦୃଶ୍ୟ ଧାମନଗର ବ୍ଲକ ଦେହୁଡ଼ି ଆନ୍ଦପୁର ପଞ୍ଚାୟତ ଭାରତୀୟ ଯବାନ ଶରତ ଚନ୍ଦ୍ର ମିଶ୍ରଙ୍କୁ ଗାଁ ଲୋକଙ୍କ ଦ୍ୱାରା ବିଦାୟକାଳୀନ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ବଡ଼ ଆଡ଼ମ୍ବରରେ କରିଛନ୍ତି। ଶରତ 2001 ମସିହାରେ ଇଣ୍ଡିଆନ୍ ଆର୍ମିରେ ଡ୍ରାଇଭର ଭାବେ ଯୋଗ ଦେଇଥିଲେ ଓ ନିଜର ନିଷ୍ଠାପର ଭାବରେ କାମ କରୁଥିଲେ। କାମ କରିବା ସମୟରେ ଜାମ୍ମୁ କାଶ୍ମୀର, ଉତ୍ତରପ୍ରଦେଶ, ବିହାର, କୋଲକାତା, ହାଇଦ୍ରାବାଦ, ସିକିମ ଓ ଅରୁଣାଚଳ ପ୍ରଦେଶ ଓ ଅନ୍ୟ ରାଜ୍ୟର ସୀମାନ୍ତ ଅଞ୍ଚଳରେ ଭାରତୀୟ ଯବାନମାନଙ୍କୁ ଗାଡ଼ି ଯୋଗେ ସୁରକ୍ଷା ଭାବରେ ନେବା ଆଣିବା କରୁଥାନ୍ତି। 2019 ମସିହା ଯେତେବେଳେ ପୁଲୱାମା ଆକ୍ରମଣ ହୋଇଥିଲା ସେହି ସମୟରେ ଶରତ ଗାଡ଼ିରେ ଯବାନମାନଙ୍କୁ ନେଇ 4 ଦିନ କାଳ ସର୍ଚ୍ଚ ଅପରେସନରେ ସାମିଲ ହୋଇଥିଲେ। ଏହାପରେ ଉନ୍ନତମାନର କାମ କରିଥିବାରୁ 2023 ମାର୍ଚ୍ଚ ମାସରେ ପଦୋନ୍ନତି ପାଇ ସୁବେଦାର ହୋଇଥିଲେ। ଶରତ ସବୁବେଳେ ନିଜ ଖୁସିରେ ପରିବାରକୁ ସାମିଲ କରିବା କଥା ଦେଖିବାକୁ ମିଳିଛି। ଦୀର୍ଘ 24 ବର୍ଷ ଚାକିରି ପରେ ଗତ ଅଗଷ୍ଟ ମାସ 31 ତାରିଖରେ ଯବାନ ଶରତ ଚନ୍ଦ୍ର ମିଶ୍ରଙ୍କୁ ଅବସର ପ୍ରାପ୍ତ ହୋଇଥିଲା। ଭାରତ ମାଆର ସେବା ସାରି ଗାଁକୁ ଫେରିବା ପରେ ଏହି ଖୁସିକୁ ମନେ ରଖିବା ପାଇଁ ଗାଁ ଲୋକମାନେ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରିଥିଲେ। ବାଣ ରୋଷଣୀ ସହିତ ବାଦ୍ୟଯନ୍ତ୍ର ବଜାଇ ଗାଡ଼ିରେ ରଙ୍ଗ ବେରଙ୍ଗର ଫୁଲ ସଜାଇ ବୀର ଯବାନ ଶରତକୁ ପୁରା ଗାଁ ବୁଲାଇଥିଲେ। ଏହି ସମୟରେ ବିଭିନ୍ନ ଛକ ବଜାରରେ ଲୋକେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ପୁଷ୍ପ ବର୍ଷା କରି ସ୍ୱାଗତ ଜଣାଇଥିଲେ। ପରେ ଆନ୍ଦପୁର ସ୍ଥିତ ଶରତଙ୍କ ବାସଭବନରେ ଏକ ସଭାର ଆୟୋଜନ ହୋଇଥିଲା। ଏଥିରେ ସ୍ୱାଧୀନତା ସଂଗ୍ରାମୀ ବ୍ରଜକିଶୋର ରାଉତ, ପୂର୍ବତନ ସରପଞ୍ଚ ବିଜୟ ଦାସଙ୍କ ସମେତ ଶିକ୍ଷକ, ରାଜନେତା ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଶରତଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଥିଲେ। ଭଦ୍ରକରୁ ସୁବ୍ରକାନ୍ତ ରାଉତରାୟଙ୍କ ରିପୋର୍ଟ, A1 ଓଡ଼ିଆ।